ଅନୁଜ ବାବୁ ମିତ୍ରାକୁ ଅନ୍ୟ ଜାଗାରେ ବାହାଘର ପାଇଁ ପ୍ରସ୍ତାବ ଦେବା ପରେ ମିତ୍ରା କହିଛି, ବାପା କିନ୍ତୁ ମୁଁ ଏବେ ପ୍ରସ୍ତୁତ ନୁହେଁ ବିବାହ କରିବା ପାଇଁ। ଆଉ 2 ବର୍ଷ ପରେ କରିଲେ ହୁଅନ୍ତାନି? ମନୋଜ ବାବୁ କହିଲେ, ମାରେ କିଛି ଅସୁବିଧା ଅଛି କି? ମୋତେ କହ। ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସବୁ ମୋତେ ବାରମ୍ବାର ପଚାରୁଛନ୍ତି ତୋ କଥା ନେଇ। ମୁଁ କଥା ବୁଲେଇ ବୁଲେଇ ଥକିଗଲିଣି। 2 ବର୍ଷର ସମୟ କାହିଁକି ମାଗୁଛୁ? ମିତ୍ରା କହିଲା, ବାପା ପ୍ରକୃତରେ ମୁଁ ମିଲନ। ମନୋଜ କହିଲେ, ଓହୋ ବୁଝିଲି, ମିଲନ ପାଠପଢ଼ା ପାଇଁ ଚିନ୍ତିତ ଅଛୁ ତ? ତୁ ବିବାହ କରିସାରିବା ପରେ ବି ତାକୁ ସହଯୋଗ କରିବାରେ କିଛି ଅସୁବିଧା ହେବ ନାହିଁ। ଏମିତିରେ ବି ଏବେ ତ ବହୁତ ଗୁଡ଼ାଏ ଟଙ୍କା ଦରକାର ତା ପଢ଼ା ପାଇଁ। ନା ଆମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅଛି, ନା ତାକୁ ଅଧିକ ଟଙ୍କା ଯୋଗାଇ ପାରିବା ପରି କ୍ଷମତା ଅଛି। 2 ବର୍ଷ ଯାହା ହେଉ ତାକୁ ପାଖରେ ରଖି ପଢ଼େଇ ତା ଭବିଷ୍ୟତ ସଜାଡ଼ି ଦେଇଛୁ। ଏବେ ସେ ତା ଜୀବନରେ ଆଗେଇ ଯାଉ। ତୁ ବି ତୋ ଜୀବନରେ ଆଗେଇ ଯିବା ଉଚିତ। ତୁମେ ଦୁହେଁ ବଡ଼ ପିଲା ହେଲଣି। ଲୋକମାନେ ତୁମକୁ ସାଙ୍ଗରେ ଦେଖି ଅଲଗା ପ୍ରକାର ଭାବୁଥିବେ। ସେଥିପାଇଁ ତୁ ଟିକେ ଏବେ ତାଠାରୁ ଦୂରେଇ ରହିବା ଠିକ୍ ହେବ। ତାକୁ କେବଳ ଏତିକି କହିଦେବୁ, ଯଦି ସେ ପଢ଼ିବା ପାଇଁ ଆଗ୍ରହୀ ଅଛି ତାହେଲେ ଗୋଟେ ପାଠପଢ଼ା ପାଇଁ ଲୋନ୍ କରିଦେବ। ପରେ ତାକୁ ସୁଝି ଦେଇପାରିବ। ତା ବାପା ବି ଯାହା ରୋଜଗାର କରୁଛନ୍ତି ସେତିକିରେ ତା ପଢ଼ା ଖର୍ଚ୍ଚ ତୁଲାଇ ହେବ ନାହିଁ। ମିତ୍ରା ମୁଣ୍ଡଟା ଯେମିତି ଘୂରି ଯାଉଥିଲା। କ'ଣ କରିବ କ'ଣ ନାହିଁ କିଛି ଭାବି ପାରୁନଥିଲା। ମିଲନ ଯେମିତି ବି ପଢ଼ିଲେ ମଧ୍ୟ ସେ ଚାକିରି କରିବା ବେଳକୁ ଅତି କମ୍ରେ 4-5 ବର୍ଷ ଲାଗିଯିବ। ଆଉ ବାପା ଯେତେବେଳେ ଏମିତି କଥା କହିସାରିଲେଣି ସେ କ'ଣ ରାଜି ହେବେ ମିଲନ କଥାକୁ ନେଇ? ଏ ପର୍ଯ୍ୟନ୍ତ ମିଲନ ମନରେ କ'ଣ ଚାଲିଛି ସେ ଜାଣି ବି ପାରିଲା ନାହିଁ। କ'ଣ ଯେ କରିବ? ମିଲନ ଛଡ଼ା ଆଉ କାହାକୁ ଗ୍ରହଣ କରିବା ତା ପକ୍ଷେ ସମ୍ଭବପର ନୁହେଁ। ପୁଣି ତାର ବୟସ ବି ଗଡ଼ିଗଲେ ବାପାଙ୍କୁ ଲୋକମାନଙ୍କର ଅନେକ କଥା ଶୁଣିବା ପାଇଁ ମିଳିବ। କିଛି ବୁଦ୍ଧିବାଟ ନ ପାଇ ମିତ୍ରା ଭାବି ଭାବି କହିଲା, ବାପା ମୋତେ ନହେଲେ 1 ବର୍ଷ ସମୟ ଦିଅନ୍ତୁ। ମୁଁ ଚିନ୍ତା କରି କହିବି। ଏମିତି ହଠାତ୍ କିଛି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ମନୋଜ କହିଲେ, ହଉ ମା, ଠିକ୍ ଅଛି। ତୁ ଭଲରେ ସ୍ଥିର ମସ୍ତିଷ୍କରେ ଚିନ୍ତା କରି ତୋ ନିଷ୍ପତ୍ତି ମୋତେ ଜଣେଇବୁ। ରମେଶ ଭାଇ କହୁଥିଲେ ଆମ ଗାଁ ପାର ହେଲେ ଯେଉଁ ଗାଁ ପଡ଼ିବ ସେଠି କୁଆଡ଼େ ଗୋଟେ ଭଲ ପ୍ରସ୍ତାବ ଅଛି ବୋଲି। ପୁଅ ଇଞ୍ଜିନିୟର ଅଛି, ଭଲ ଘର ବି, ଟଙ୍କା ପଇସାର ଅଭାବ ନାହିଁ। ମିତ୍ରା କହିଲା, ବାପା ମୋର ଟଙ୍କା ପଇସା ଦରକାର ନାହିଁ, ମୁଁ ପରେ ଚିନ୍ତା କରି କହିବି। ମନୋଜ କହିଲେ, ନାଇଁରେ ମା, ସେ କଥା ନୁହେଁ। ତୁ ଅଭାବ ଅସୁବିଧାରେ ଚଳିଛୁ ତ ସେଇଥିପାଇଁ କହୁଥିଲି। ମିତ୍ରା କହିଲା, ବାପା ମୁଁ ଟିକେ ମାଉସୀଙ୍କୁ ଦେଖା କରି ଦେଇ ଆସେ, ତୁମେ ବାହାରି ପଡ଼। ମୁଁ ଆସିଲେ ମୋତେ ଟିକେ ଛାଡ଼ି ଦେଇ ଆସିବ। ମନୋଜ ବାବୁ ଝିଅର ଅବସ୍ଥା ବୁଝିପାରି ଆଉ କିଛି କହିଲେ ନାହିଁ। ପ୍ରସ୍ତୁତ ହେବା ପାଇଁ ଚାଲିଗଲେ। ମିତ୍ରା ଆଖିରେ ଲୁହ ଟଳମଳ ହେଉଥିଲା। କିଛି କଥା ମୁହଁ ଖୋଲି ପ୍ରକାଶ ନ କରିପାରିବାର ଗ୍ଳାନିରେ ହୃଦୟଟା ତାର ଫାଟି ପଡ଼ୁଥିଲା। ମିଲନ ମିତ୍ରାକୁ ଦେଖି ତା ପାଖକୁ ଦୌଡ଼ି ଯାଇ କହିଲା, ମୁଁ କେତେ ସମୟରୁ ତୋର ଅପେକ୍ଷା କରିଥିଲି। ଆରେ ତୁ କାନ୍ଦୁଛୁ କାହିଁକି? କ'ଣ ହେଲା ତୋର? କେହି କିଛି କହିଛନ୍ତି କି ତୋତେ? ମିତ୍ରା ନିଜକୁ ସମ୍ଭାଳି ନେଇ କହିଲା, ନା ସେମିତି କିଛି ନାହିଁ। ମୁଁ ପଳେଇ ଯିବି ଆଉ ଟିକେ ପରେ, ସେଥିଲାଗି ମାଉସୀ ମଉସା ଆଉ ତୋତେ ଦେଖା କରିବା ପାଇଁ ଆସିଥିଲି। ହଁ, ତୁ ଗୋଟେ ଷ୍ଟଡି ଲୋନ୍ କରିଦେବୁ, ପରେ ସୁଝିଦେବା ମିଶିକି। ମନ ଦେଇ ପଢ଼ିବୁ। ମିଲନ ମିତ୍ରାର ବ୍ୟସ୍ତତା ଦେଖି କହିଲା, ଏଇ ତୋ ମନ ଏତେ ଦୁଃଖ କାହିଁକି? ତୁ ମୋତେ କହୁନାହୁଁ କ'ଣ ହୋଇଛି? ତୁ ସତରେ ଆଜି ପଳେଇ ଯିବୁ ନା କ'ଣ? ମିତ୍ରା କହିଲା, ହଁ ଏବେ ସାଙ୍ଗେ ସାଙ୍ଗେ। ମିଲନ ମୁହଁଟା ଶୁଖି ଆସିଲା। ଖୁସିର ପସରା ମେଲି ଯାଇଥିବା ତା ମନରେ ଯେମିତି ଦୁଃଖର କଳାବାଦଲ ଛାଇ ଆସିଲା। ଅଜାଣତରେ ତା ଆଖି ବି ଝରାଇ ଚାଲିଥିଲା ବିଚ୍ଛେଦର ବାରିଧାରା। ସତରେ ସେ ସମୟ କେତେ ଭଲ ଥିଲା ଯେତେବେଳେ ତାର ସବୁଦିନ ସକାଳ ମିତ୍ରାର ହସ ହସ ମୁହଁରୁ ଆରମ୍ଭ ହେଉଥିଲା। ଲୁହ ପୋଛି ଦେଇ ମୁଣ୍ଡ ଉଠାଇବା ବେଳକୁ ଦେଖିଲା ମିତ୍ରା ଚାଲିଗଲାଣି। ହୃଦୟଟା ତାର ଭାରୀ ହୋଇ ଆସିଲା। ଆଖି ଆଗରେ ନାଚି ଉଠିଲା ମିତ୍ରାର ନାଲି ପଡ଼ି ଯାଇଥିବା ନାକ ଓ ଗାଲ। ଲାଗୁଥିଲା ଯେମିତି ମିତ୍ରାର ଅନ୍ତର ତଳେ ବହୁତ ଗୁଡ଼ାଏ ବେଦନା ଲୁଚି ରହିଛି ବୋଲି। ଏମିତି କେମିତି ହୋଇପାରେ? ଯିଏ ତାକୁ ଏତେ ସାହସ ଯୋଗାଉଛି ସେ ଆଜି ଏତେ ଦୁର୍ବଳ କାହିଁକି ଲାଗୁଥିଲା? ଅନ୍ୟକୁ ହସଉଥିବା ଝିଅଟିର ଆଖିରେ ଆଜି ଏତେ ଲୁହ କାହିଁକି? ମିଲନ ଆଉ ନିଜକୁ ଅଟକେଇ ନ ପାରି ମିତ୍ରା ଘରକୁ ଚାଲିଗଲା। ବାହାରେ ମନୋଜ ବାବୁ ବସିଥିଲେ। ସେ ମିଲନକୁ ବସିବା ପାଇଁ କହି ମିତ୍ରାକୁ ଡାକିଲେ। ମନୋଜ ବାବୁଙ୍କ ଉପସ୍ଥିତିରେ ମିଲନ ବେଶୀ କିଛି କଥା ବି ହୋଇପାରିଲା ନାହିଁ। ସେ ଯିବା ପରେ ମନୋଜ ବାବୁ ମିତ୍ରାକୁ କହିଲେ, ମୋତେ କିଛି ଠିକ୍ ଲାଗୁନାହିଁ। ମିଲୁ ତୋତେ ଦେଖା କରିବା ପାଇଁ ଆସିଥିଲା କାହିଁକି? ତୁ ତ ଯାଇଥିଲୁ କିଛି ସମୟ ପୂର୍ବରୁ। ପୁଣି ତା ଆଖି ଦେଖି ଲାଗୁଥିଲା ସେ ବହୁତ କାନ୍ଦିଥିବା ପରି। ତୁ ତାଠାରୁ ଦୂରେଇକି ରହ। ଗାଁ ଲୋକଙ୍କ ଟାହିଟାପରା ଶୁଣିବାକୁ ମିଳିବା ଆଗରୁ ତୁ ନିଜକୁ ଠିକ୍ କରିନେ। ତା ସହିତ ଆଉ ଏତେ ମିଳାମିଶା କରେ ନାହିଁ। ମିତ୍ରାକୁ ଖୁବ୍ ଜୋରରେ ବିରକ୍ତ ଲାଗିଲା। ସେ ଟିକେ ରାଗିଯିବା ପରି କହିଲା, ବାପା ତୁମର କ'ଣ ମୋ ଉପରେ ବିଶ୍ୱାସ ନାହିଁ?
ଏମିତିରେ ବି ମିଲୁ ଏତେ ଖରାପ ପିଲା ହୋଇ ରହିନାହିଁ। ସେ ସମ୍ପୂର୍ଣ୍ଣ ରୂପେ ବଦଳି ସାରିଛି। ନିଜକୁ ନୂଆ କରି ଗଢ଼ି ତୋଳିଛି। ସବୁ ସୁଗୁଣର ଅଧିକାରୀ ହୋଇସାରିଛି ସେ। କେତେ ଦିନ ପରେ ତା ସହ ଦେଖା ହେଲା। ଆଉ ତୁମେ ଏମିତି କାହିଁକି କହୁଛ ଯେ ମୁଁ କଲେଜକୁ ଚାଲିଯିବା ପରେ ତା ସହ ତ କେବେ ଦେଖା ବି ହେବ ନାହିଁ। ପୁଣି ମିଳାମିଶା। ଏସବୁ କ'ଣ ବାପା? ଏମିତି କହିଲେ ମୋତେ ଖୁବ୍ କଷ୍ଟ ଲାଗୁଛି। ମନୋଜ ବାବୁ କହିଲେ, ହଉ ମା, ତୁ ଚାଲେ, ସେ କଥା ପରେ। ମିତ୍ରାକୁ ଛାଡ଼ିଦେଇ ଆସିବା ପରେ ସେ ବସ୍ରେ ଚାଲିଗଲା। ମନଟା କିନ୍ତୁ ତାର ରହିଯାଇଥିଲା ମିଲନ ପାଖରେ। ମିଲନ ବି ବହୁତ ଏକା ଅନୁଭବ କରୁଥିଲା। ଆଜି ପର୍ଯ୍ୟନ୍ତ ସେ କେବେ ବି ଏତେ କଷ୍ଟ ପାଇନଥିଲା ମିତ୍ରାର ଯିବାରେ। ସୁମ୍ ହୋଇ ବସି ରହୁଥିଲା ଗୋଟେ ଜାଗାରେ। କେହି କିଛି କହିଲେ ଶୁଣାଯାଉ ନଥିଲା ତାକୁ। ହୃଦୟଟା ବିଳପି ଉଠୁଥିଲା ମିତ୍ରାର ଅମୃତ ଅନୁଭବ ପାଇବା ପାଇଁ। କିଛି ଦିନ ଅନ୍ତରାଳେ ମିଲନ ଓ ସୋନା ଦୁଇ ଜଣଙ୍କର ନାମ ଲେଖା ସରିଯାଇଥିଲା। ମିଲନ ନିଜ ମନରେ ସାହସ ବାନ୍ଧି ପାରୁ ନଥିଲା କେମିତି ଏତେ ବଡ଼ ସହରରେ ସେ ଏକା ବାଟ ଚାଲିବ। ନା ତା ପାଖରେ ତା ବାପା ବୋଉ ଥିଲେ, ନା ତା ପିଲାବେଳର ସାଥୀ ମିତ୍ରା ଥିଲା। ବାରମ୍ବାର ନିଜକୁ ଦୃଢ଼ କରୁଥିଲା, କିନ୍ତୁ ମିତ୍ରାର ଅଭାବ ତାକୁ କେମିତି ଗୋଟେ ଭିତରୁ ଭାଙ୍ଗି ଦେଉଥିଲା। ସହରରୁ ଆସିଥିବା ପିଲାମାନେ ତାର ମଜାକ ଉଡ଼ଉଥିଲେ। ଗାଉଁଲି ବୋଲି କହି ଚିଡ଼ଉଥିଲେ। ମିଲନର ସାଧା ସିଧା ବେଶ ପୋଷାକକୁ ନେଇ ପରିହାସ କରୁଥିଲେ। ସବୁବେଳେ ସୁଯୋଗ ଖୋଜୁଥିଲେ ମିଲନକୁ ହଇରାଣ କରିବା ଲାଗି। ନିଜ ଭିତରେ ସମାହିତ କରି ରଖିଥିବା ଅସ୍ତ୍ରକୁ ମିଲନ ବ୍ୟବହାର କରିବା ପାଇଁ ଦୃଢ଼ ସଂକଳ୍ପ ନେଲା। ଯିଏ ଯେତେ ଯାହା କହିଲେ ବି ସେ ଆଉ ସାହସ ହରାଇଲା ନାହିଁ କି ଉତ୍ସାହ କମାଇଲା ନାହିଁ। ଧୈର୍ଯ୍ୟର ସହ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ଚେଷ୍ଟା କରିଲା। ଧନୀ ଗୋଷ୍ଠୀର ପିଲାମାନଙ୍କୁ ବୁଝାଇବାର ପ୍ରୟାସ ମଧ୍ୟ କରିଲା। ତା ପ୍ରତିବଦଳରେ ଅନେକ ଗାଳି ଶୁଣିଲା ଏବଂ ସେମାନଙ୍କ ଉପହାସର ପାତ୍ର ମଧ୍ୟ ହେଲା। ତଥାପି ଭାଙ୍ଗି ନଯାଇ ମିତ୍ରା ତା ପାଇଁ କରିଥିବା ସଂଘର୍ଷର କାହାଣୀକୁ ମନେ ପକାଇଲା। ନିଜେ ଠିକ୍ ରହିଲେ ଆମକୁ ପୁରା ଦୁନିଆ ଭଲ ଲାଗିବ। ସେଠାରେ ଯାହା ହେଲେ ବି ଅନ୍ୟ ପିଲାମାନଙ୍କ ସହ ହଷ୍ଟେଲ ରୁମ୍ରେ ରହିବା ପାଇଁ ପଡ଼ୁଥିଲା। ମିଲନର ରୁମ୍ମେଟ୍ ସହିପାରୁ ନଥିଲେ ମିଲନ ଭଲ ପାଠ ପଢ଼ୁଥିବା ଦେଖି। କେବେ କେବେ ମିଲନକୁ ହଇରାଣ ହରକତ କରିବା ପାଇଁ ସେ ବାଥରୁମ୍ ଯାଇଥିଲେ ଲାଇଟ୍ ବନ୍ଦ କରି ଦେଉଥିଲେ। ପୁଣି କେତେବେଳେ ରୁମ୍ରେ ସିଗାରେଟ୍ ଟାଣିବା ସହ ମଦ୍ୟପାନ କରୁଥିଲେ। ପୁଣି ଜୋର ଶବ୍ଦରେ ଗୀତ ଶୁଣୁଥିଲେ, ଫିଲ୍ମ ଦେଖୁଥିଲେ, ଯାହା ମିଲନ ପକ୍ଷେ ଅସହ୍ୟ ଥିଲା। ମିଲନ ପାଖ ରୁମ୍ର ଗୋଟେ ପିଲା ମିଲନ ସହ ମିଶାମିଶି କରୁଥିଲା। ପାଠ ପଚାରି ବୁଝୁଥିଲା ତାଠାରୁ। ସ୍ୱଭାବରେ ଖୁବ୍ ସରଳ ହୋଇଥିବାରୁ ତାକୁ ବି ମିଲନ ପରି ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁଥିଲା। ସେ ବେଳେବେଳେ ମନ କଷ୍ଟ କରି ବହୁତ କାନ୍ଦୁଥିଲା। ମିଲନ କିନ୍ତୁ ତାକୁ ବୁଝାଇ ସୁଝାଇ ତା ମନରେ ସାହସ ଭରି ଦେଉଥିଲା। ମିଲନ ଆଉ ସେ ପରସ୍ପର ସହ ଆଲୋଚନା କରି ପାଠ ପଢ଼ୁଥିଲେ। ମିଲନ ଚେଷ୍ଟା କରୁଥିଲା ତା ରୁମ୍ରେ ଥିବା ପିଲାମାନଙ୍କଠାରୁ ଦୂରେଇ ରହିବା ପାଇଁ। ଥରେ ସେମାନେ ମିଲନକୁ ଥଣ୍ଡାରେ ମଦ ମିଶାଇ ଦେଇଥିଲେ। ମିଲନ ଜାଣି ନପାରି ପିଇ ଦେଇଥିଲା। ସେଦିନ ରାତିସାରା ତାକୁ ବହୁତ ଜୋରରେ ବାନ୍ତି ହେଲା। ନିଦ ବି ଆସିଲା ନାହିଁ ତା ଆଖିକୁ। ସତରେ ଜୀବନରେ ବାଟ ଚାଲିବା ସହଜ ନୁହେଁ ବୋଲି ସେ ଅନୁଭବ କରିପାରୁଥିଲା। ମିତ୍ରାର ହାତ ଯଦି ତା ସହ ଥାଆନ୍ତା ହୁଏତ ଆଜି ତାକୁ ଏତେ କଷ୍ଟ ସହିବା ପାଇଁ ପଡ଼ିନଥାନ୍ତା। ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ଆଗକୁ ବଢ଼ୁଥିଲା ସେ। ଧୀରେ ଧୀରେ ତା ହୃଦୟ ବି ସମ୍ପୂର୍ଣ୍ଣ ରୂପେ ଢାଳି ଆସିଥିଲା ମିତ୍ରା ପାଖକୁ। ସେ ବି ଅନୁଭବ କରିପାରିଥିଲା ତାର ସେ ପାଗଳାମୀ, ତା ଭିତରେ ଅଙ୍କୁରିତ ହୋଇଥିବା ଅଦ୍ଭୁତ ଅନୁଭବ। ମିତ୍ରା ସ୍ପର୍ଶରେ ତା ଶରୀରରେ ହେଉଥିବା ଶିହରଣ, ମିତ୍ରାର ଆଗମନରେ ତା ହୃଦୟର ଦରଜା ଖୋଲି ଖେଳି ଯାଉଥିବା ଅଫୁରନ୍ତ ଆନନ୍ଦ, ମିତ୍ରାଠାରୁ ବିଚ୍ଛେଦ ସମୟରେ ତା ଆଖିର ବନ୍ଧବାଡ଼ ଭାଙ୍ଗି ଝରି ପଡ଼ୁଥିବା ଉଷ୍ମ ଅଶ୍ରୁ କେବଳ ବନ୍ଧୁତା ପାଇଁ ନଥିଲା। ସେ ବି ନିଜକୁ ହଜେଇ ସାରିଥିଲା ମିତ୍ରା ଭିତରେ। ନିଜକୁ ଆବିଷ୍କାର କରୁଥିଲା ମିତ୍ରାର ହୃଦୟରେ। ମନର ଆବେଗ, ନିଶ୍ୱାସର ଉଷ୍ମତା, ଯନ୍ତ୍ରଣାର ପ୍ରତିଟି ବିନ୍ଦୁ ଆଗକୁ ଯିବା ପାଇଁ ଆଜୀବନ ଜଣଙ୍କର ହାତ ନିଶ୍ୱାସ ଭିତରେ ଭରି ଦେବାର ଅଜସ୍ର ସମ୍ପଦ। ଏସବୁ ପଛରେ ହୁଏତ କେବଳ ମିତ୍ରା ହିଁ ଥିଲା। କାହା ପାଇଁ ହସିବା ଖୁବ୍ ସହଜ, କିନ୍ତୁ କାହା ପାଇଁ କାନ୍ଦିବା ହୁଏତ ଏତେ ସହଜରେ ଗ୍ରହଣୀୟ ନୁହେଁ। ବେଳେବେଳେ ପୁଣି ଭାବୁଥିଲା ବାମନ ହୋଇ ସେ ଚନ୍ଦ୍ରକୁ ହାତ ବଢ଼େଇବାର ଦୁଃସାହସ କେମିତି କରିବ। ପୁଣି କେବେ ଭାବୁଥିଲା ସମସ୍ତଙ୍କ ପ୍ରେମ କାହାଣୀ ତ ସମକକ୍ଷ ପକ୍ଷ ସହ ହୋଇନଥାଏ ନା। ରୋମିଓ ଜୁଲିଏଟ୍, କେଦାର ଗୌରୀ, ନଳ ଦମୟନ୍ତୀ, ଏମାନେ ସବୁ କ'ଣ ଧନ ସମ୍ପତ୍ତିକୁ ନିକିତିରେ ମାପି ପ୍ରେମ କରୁଥିଲେ, ନା ଚେହେରାର ସୁନ୍ଦରତା ଦେଖି ହୃଦୟର ଆଦାନ ପ୍ରଦାନ କରୁଥିଲେ? ସେମାନଙ୍କ ପ୍ରେମ ବି ତ ପବିତ୍ର ଥିଲା। କେବଳ ପବିତ୍ର କାହିଁକି ଯେ ବିଶ୍ୱବିଖ୍ୟାତ ଥିଲା। ତାହେଲେ ତା ପ୍ରେମ କ'ଣ କେବେ ସଫଳ ହୋଇପାରିବ ନାହିଁ? ପାଖରେ ଥିଲେ ପ୍ରେମ ଯେତିକି ବଢ଼େ ନାହିଁ, ବୋଧେ ଦୂରତା ଦୁଇଟି ହୃଦୟକୁ ଅଧିକ ନିକଟତର କରାଏ। ମିଲନକୁ ଲାଗୁଥିଲା
ସତେ ଯେମିତି ପ୍ରେମର ବ୍ୟାଖ୍ୟା ଆଜି ସବୁ ତାରି ନିକଟରେ ହିଁ ଉପସ୍ଥିତ ଅଛି। ସେ ହିଁ ବେଶ୍ ଭଲ ଭାବରେ ବୁଝାଇ ପାରିବ ଏ ଅବୁଝା ପ୍ରେମକୁ। ହୃସ୍ପନ୍ଦନର ତୀବ୍ରତାକୁ ନିୟନ୍ତ୍ରଣ ମଧ୍ୟକୁ ନେଇ ଆସି ମନେ ମନେ ନିଶ୍ଚିତ କରିଲା, ହୁଏତ ଆଉ କେବେ କହିପାରିବ କି ନାହିଁ। ନ କହିଲେ ଅଫସୋସ ବି ରହିଯିବ। ଯାହା ନିକଟରୁ ତା ପ୍ରକୃତ ଜୀବନର ଆରମ୍ଭ ହୋଇଛି ତା ନିକଟରେ ଶେଷ ହେଲେ ଅସୁବିଧା କେଉଁଠି ରହିବ। ନିଜକୁ ଶକ୍ତ କରିଲା। ସାହସ ବାନ୍ଧି ମନକୁ ଦୃଢ଼ କରି ଭାବିଲା ଯାହା ବି ହୋଇଯାଉନା କାହିଁକି ସେ ମିତ୍ରାକୁ ତା ମନ କଥା କହିବ ମାନେ କହିବ। ଯଦି ମିତ୍ରା ରାଜି ନ ହୁଏ ତାହେଲେ ସେ ତା ଇଚ୍ଛାକୁ ସମ୍ମାନ ଜଣାଇ ଆଜୀବନ ଅବିବାହିତ ରହିଯିବ ବରଂ ଥରେ ତ ପ୍ରୟାସ ନିଶ୍ଚୟ କରିବ। ବହୁ ଦିନ ପରେ ମିଲନ ତା ଆଡ଼ୁ ଫୋନ୍ ଲଗେଇଲା ମିତ୍ରାକୁ। ମିତ୍ରା କଲେଜ ଯାଉଥିଲା। ରୁମ୍କୁ ଆସି ଟିକେ କିଛି ଖାଇବା ତିଆରି କରିଦେବା ପରେ ଏକ ଲୟରେ ଚାହିଁ ରହୁଥିଲା ସେଇ କାନ ଝୁମକାକୁ ଯାହା ମିଲନ ଖୁବ୍ ଶ୍ରଦ୍ଧାରେ ତାକୁ ଦେଇଥିଲା। ଦାମିକା ଉପହାର ଯେ ଅଧିକ ଖୁସି ଦିଏ ତାହା ଭୁଲ ପ୍ରମାଣିତ ହୋଇସାରିଥିଲା ମିତ୍ରା କ୍ଷେତ୍ରରେ। ସେଦିନ ବି ସେ ଠିକ୍ ସେମିତି ସେଇ ଝୁମକାକୁ ଚାହିଁ ଅନେକ କଥା କହି ଚାଲିଥିଲା ଯାହା କାହିଁ କେତେ ଦିନରୁ ତା ବୁକୁ ତଳେ ଚାପି ହୋଇ ରହିଯାଇଥିଲା। ଫୋନ୍ ବାଜି ଉଠିବାରୁ ଚମକି ପଡ଼ିଲା ସେ। ଭାବନାରୁ ଫେରିଆସି ଦେଖିଲା ମିଲନର କଲ୍। ସତେ ଯେମିତି ମେଞ୍ଚାଏ ଫଗୁ କେହି ସିଞ୍ଚିଦେଲା କି ତା ତନ ମନରେ। ଆପେ ଆପେ ତା ଗୋଲାପୀ ଅଧରରୁ ଫୁଟି ଆସିଲା ଏକ ପରମ ତୃପ୍ତିର ହସ। ଫୋନ୍ ରିସିଭ୍ କରି କିଛି କହିବା ପୂର୍ବରୁ ସେପଟରୁ ମିଲନ କହିଲା, କାଲି ରବିବାର ଅଛି ତୁ ଟିକେ ମୋତେ ଦେଖା କରି ପାରିବୁ କି? ମିତ୍ରା ଆଶ୍ଚର୍ଯ୍ୟ ହେଲା। ଯେଉଁ ପିଲା ଆଜି ପର୍ଯ୍ୟନ୍ତ କେବେ କଥା ହେଉନଥିଲା ସେମିତି ସେ ଆଜି ହଠାତ୍ ଦେଖା କରିବା କଥା କହୁଛି। କିଛି ଅସୁବିଧା ହୋଇନାହିଁ ତ? ବ୍ୟସ୍ତତାର ସହ ମିତ୍ରା ପଚାରିଲା, ମିଲୁ ସବୁ ଠିକ୍ ଅଛି ତ? ମିଲନ ଟିକେ ଲାଜେଇଗଲା। ସତରେ ମିତ୍ରା କେତେ ଦାୟିତ୍ୱବାନ, କେତେ ଚିନ୍ତା କରେ ସେ ତା ସୁବିଧା ଅସୁବିଧାକୁ ନେଇ। ମିଲନ କଲା, ହଁ ଠିକ୍ ଅଛି ସବୁ। ବହୁ ଦିନ ହେବ ତତେ ଦେଖିନାହିଁ ତ ସେଇଥିପାଇଁ। ଆସିପାରିବୁ ନା? ମିତ୍ରାର ଅରାଜି ହେବାର ପ୍ରଶ୍ନ ହିଁ ଉଠୁନଥିଲା। ତା ମନର ମଣିଷ ତାକୁ ଡାକୁଛି ଆଉ ସେ ପୁଣି ଯିବ ନାହିଁ? ଅସମ୍ଭବ। ମିତ୍ରା କହିଲା, ହଁ ମୁଁ ଯିବି। କେଉଁଠି ଯାଇ ଅପେକ୍ଷା କରିବି କହ? ମିଲନ କହିଲା, ମୁଁ ତତେ ହ୍ୱାଟ୍ସଆପରେ ପଠେଇଦେବି ଠିକଣା। ମିତ୍ରା ହଉ କହି ଫୋନ୍ ରଖିଲା। ମନଟା ତାର କେତେବେଳେ ସମୁଦ୍ରରେ ଲହଡ଼ି ଭାଙ୍ଗୁଥିଲା ତ କେତେବେଳେ ଆକାଶରେ ଘେରାଏ ଉଡ଼ି ଆସୁଥିଲା ମୁକ୍ତ ବିହଙ୍ଗ ପରି। ପୁଣି କେତେବେଳେ ସନ୍ତରଣ କରୁଥିଲା ଯାଇ ନଦୀରେ ଗୋଟେ ଅଭିଜ୍ଞ ସନ୍ତରଣକାରୀ ପରି। ରାତି ସାରା ଆଉ ତା ଆଖିରେ ନିଦ ନାହିଁ। କେଉଁ ପୋଷାକ ପିନ୍ଧିବ, କେମିତି ସଜ ହେବ ସେଇ ଭାବନାରେ ତାର ରାତି ପାହିଲା। କିଛିଦିନ ତଳେ ସେ ସରସ୍ୱତୀ ପୂଜାରେ କିଣିଥିବା ଗୋଟେ ମେରୁନ୍ ରଙ୍ଗର ଲେହେଙ୍ଗା ପିନ୍ଧିଲା। ତା ସହିତ ମିଲନ ଦେଇଥିବା କାନ ଝୁମକା ଆଉ ଗୋଟେ ଲକେଟ୍ ଲାଗିଥିବା ଚେନ୍। ବାସ୍ ଅଳଙ୍କାର ଏତିକି। ମୁହଁ ଆଉ କେଶକୁ ବି ଭଲ ଭାବରେ ସଜାଡ଼ି ଦେଲା। ବାରମ୍ବାର ନିଜ ମୁହଁକୁ ଦର୍ପଣରେ ଦେଖୁଥିଲା କେଉଁଠି ଆଉ କିଛି ଭୁଲ ରହିଯାଇନାହିଁ ତ। କିଛି ସମୟ ଭିତରେ ସେ ମିଲନ ପଠେଇଥିବା ଠିକଣାରେ ଯାଇ ପହଞ୍ଚିଗଲା। ମିଲନ ହୁଏତ ବହୁତ ପୂର୍ବରୁ ଆସି ସାରିଥିଲା। ମିତ୍ରା ତାକୁ ଘଡ଼ିଏ ଚାହିଁ ରହିଲା ସେମିତି। ମିଲନ ତାକୁ ଆଜି କିଛି ଅଲଗା ଅଲଗା ଲାଗୁଥିଲା। ସବୁଦିନ ହାଫ୍ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧି ବୁଲୁଥିବା ପିଲାଟା ଫୁଲ୍ ସାର୍ଟ ଆଉ ଜିନ୍ସ ପ୍ୟାଣ୍ଟରେ ଖୁବ୍ ସୁନ୍ଦର ଲାଗୁଥିଲା। ସତେ ଯେମିତି ସାଉଥ୍ ଫିଲ୍ମର ହିରୋ ବି ଫିକା ପଡ଼ିଯିବେ ତା ସାମ୍ନାରେ। ମିଲନ ବୁକ୍ କରିଥିବା ଗୋଟେ ଛୋଟ ହୋଟେଲରେ ମିତ୍ରାକୁ ଆସି ପାଛୋଟି ନେଲା। ଦୁଇଜଣ ପରସ୍ପର ସାମ୍ନାରେ ବସିଥିଲେ ଲାଜୁଆ ହସ ନେଇ। ମିଲନ ବି ଆଜି ଆଖି ପୂରେଇ ଦେଖୁଥିଲା ମିତ୍ରାକୁ, ଯିଏକି ସବୁଦିନ ନିଜର କର୍ତ୍ତବ୍ୟ ଆଉ କର୍ମଜଞ୍ଜାଳ ଭିତରେ ଛନ୍ଦି ହୋଇ ନିଜ ସୌନ୍ଦର୍ଯ୍ୟର ଦାୟିତ୍ୱ ନେଇନାହିଁ। ସେ ପୁଣି ଆସିଛି ଆଜି ତା ସାମ୍ନାକୁ ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇ। ତେଣୁ ମିତ୍ରାକୁ ଆଜି ନିଜ ସାମ୍ନାରେ ଦେଖୁ ସେ ବି କଳନା କରିପାରୁ ନଥିଲା କ'ଣ ଉପମା ଦେବ ତା ସୌନ୍ଦର୍ଯ୍ୟର ଆଉ କେଉଁ ରଙ୍ଗ ଲେଶି ସଜାଇବ ତାକୁ। ପ୍ରେମର ରଙ୍ଗରେ ନା ଅନ୍ୟ କିଛି? ଆଖିରେ ସରୁ କଜଳର ଗାର ସହିତ ମଥାରେ ଛୋଟ କଳା ବିନ୍ଦି। ତା ସହିତ ସେ ଅନେକ ଦିନ ପୂର୍ବରୁ ଉପହାର ସ୍ୱରୂପ ତାକୁ ପ୍ରଦାନ କରିଥିବା କାନ ଝୁମକା ଶୋଭା ପାଉଥିଲା ତା କାନରେ। ଆଉ ବୁକୁ ଉପରକୁ ଲମ୍ବି ଆସୁଥିବା ଲକେଟ୍ ଲଗା ସୁନା ଚେନ୍ଟି ଆଜି ମିତ୍ରା ରୂପକୁ ଦ୍ୱିଗୁଣିତ କରୁଥିଲା। ଯାହାକୁ ଦେଖି ମିଲନର ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ଘଡ଼ିଏ ବନ୍ଦ ହୋଇଯାଇଥିଲା। ସେଥିପାଇଁ ସେ ଖାଲି ଆଖି ପୂରେଇ ଉପଭୋଗ କରିଚାଲିଥିଲା ମିତ୍ରାର ସୁନ୍ଦରତାକୁ। ମିତ୍ରା ଏଥର ଟିକେ ଲାଜେଇ ଯାଇ ମିଲନକୁ କହିଲା, ମୋତେ ଏମିତି ଚାହିଁ ରହିଥିବୁ ନା କ'ଣ କହିବୁ? ହଁ ହଁ କହିବି କହିବି କହି ମିଲନ ଫେରିଆସିଲା ତା ବାସ୍ତବ ଦୁନିଆକୁ। ଆଉ କ୍ଷଣେ ରହି ମିଲନ ନିଜକୁ ପ୍ରସ୍ତୁତ କରିନେଇ କହିବା ଆରମ୍ଭ କରିଲା, ମିତ୍ରା ମୁଁ ତତେ କିଛି କହିବା ପାଇଁ ଚାହୁଁଛି, ହେଲେ କେମିତି କହିବି ଭାବିପାରୁନାହିଁ। ମିତ୍ରା କହିଲା, ଆରେ ଏଥିରେ ଭାବିବାର କ'ଣ ଅଛି?
ନୂଆ ନୂଆ କଥା ହେବା ପରି ଲାଜ କରୁଛୁ ନା କ'ଣ? ବରଂ ଯାହା କହିବା କଥା ଖୋଲିକି କହ। ମିଲନ କଲା, ନାଇଁ ମିତ୍ରା, ଯେମିତି ତୁ ଭାବୁଛୁ କଥାଟା ଅବଶ୍ୟ ସେମିତି ନୁହଁ। କାରଣ ହୋଇପାରେ ଏ କଥା ମୋ ମୁହଁରୁ ଶୁଣିଲା ପରେ ତତେ ଖରାପ ଲାଗିପାରେ। ସେଥିପାଇଁ କେମିତି କହିବି ମୁଁ କିଛି ଚିନ୍ତା କରିପାରୁନାହିଁ। ମୋତେ ବହୁ ଡର ଲାଗୁଛି ମିତ୍ରା। ମିତ୍ରା କହିଲା, ଆରେ ଏଥିରେ ଡରିବାର କ'ଣ ଅଛି? ବରଂ ମୁଁ ତତେ 6ଟି ଅସ୍ତ୍ର ବିଷୟରେ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ଜଣାଇ ପାରିଛି। ଆଉ ଜୀବନରେ ଆଗକୁ ଆସୁଥିବା ସବୁ ସମସ୍ୟାର କିପରି ସମାଧାନ କରିବୁ ତାହା ମଧ୍ୟ ଜଣାଇ ଦେଇଛି। ତେଣୁ ଆଜି ମୋ ସାମ୍ନାରେ ମୁହଁ ଖୋଲି କହିବାକୁ ଡରୁଛୁ କାହିଁକି? ବରଂ ଭୟ ନ କରି କ'ଣ କହିବୁ ଖୋଲିକରି କହ। ମୁଁ ତତେ କଥା ଦେଉଛି ଜମାରୁ ବି ଖରାପ ଭାବିବି ନାହିଁ। ବରଂ ଯଦି ଭଲ ନ ଲାଗେ ତେବେ ନିଜ ମନକୁ ବୁଝେଇ ଦେବି। ମିତ୍ରାଠାରୁ ଏପରି ସାହସ ପାଇବା ଦ୍ୱାରା ଡର କିଛି ମାତ୍ରାରେ ଦୂରେଇ ଯାଇଥିଲା ମିଲନର। ସେଥିପାଇଁ ସେ ଆଉ ଥରେ ମିତ୍ରା ମୁହଁକୁ ନିରୀକ୍ଷେଇ ଚାହିଁଲା ଆଉ ଦେଖିଲା ମିତ୍ରା ମନରେ ତା କଥାକୁ ନେଇ ତିଳେ ହେଲେ ଅଫସୋସ ନାହିଁ। ଆହୁରି ଅଧିକ ଆଗ୍ରହର ସହ ମିତ୍ରା ଯେମିତି ଅପେକ୍ଷା କରିଥିଲା। ସେଥିପାଇଁ ମିତ୍ରା ମନ ଖୋଲି ନ ହସୁଥିଲେ ବି ନିରୀହ ମୁହଁଟିରେ ତାର ଖୁସିର ପ୍ରତିଫଳିତ ହେଉଛି। ମିଲନ ଟିକେ ନିଜକୁ ପ୍ରସ୍ତୁତ କରିନେଇ ମିତ୍ରାକୁ କହିଲା, ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ତୁ ମୋତେ ତୋ ଉପକାରରେ ଋଣୀ କରିଆସିଛୁ। ସେଥିପାଇଁ ମୁଁ କେବେ ଠିକ୍ସେ ତୋତେ ବୁଝିପାରି ନାହିଁ, ବରଂ ତୋ ପ୍ରତି ଅନ୍ୟାୟ ଆଉ ଅବହେଳା କରିଆସିଛି। ତଥାପି ତୁ ତାକୁ ଖାତିର ନ କରି ମୋ ପଛରେ ଛାଇ ପରି ଲାଗି ରହିଛୁ ଆଉ ମୋତେ ଭଲ ବାଟକୁ ଆଣିବା ପାଇଁ ସର୍ବଦା ବହୁ ଚେଷ୍ଟା କରିଆସିଛୁ। ଯେଉଁଥିପାଇଁ କି ମୁଁ ଆଜି ତୋ ସାମ୍ନାରେ ବସି ତୋ ସହିତ କଥା ହେଉଛି। ନଚେତ୍ ଏତେ ବେଳକୁ ମୁଁ କେଉଁଠି ଥାଆନ୍ତି ତାହା ମୁଁ ନିଜେ ମଧ୍ୟ ଜାଣିନାହିଁ। ତେଣୁ ତୁ ମୋତେ ଆଜି କହ, ମୋ ପାଇଁ କାହିଁକି ଏତେ କଷ୍ଟ ସହିଲୁ? ମୁଁ ଏମିତି କିଏ ତୋର, ଯାହାକୁ ତୁ ଗୋଟେ ନୂତନ ଜୀବନ ଦେବା ପାଇଁ ନିଜର ସବୁ ଇଚ୍ଛାକୁ ଜଳାଞ୍ଜଳି ଦେଇ ମୋତେ ସୁବିଧା ସୁଯୋଗ ଯୋଗାଇ ଦେଇଛୁ? ଯାହାକୁ ଶୁଣି ମିତ୍ରା ମିଲନକୁ ପଚାରିଲା, ଆରେ ତୁ ଏମିତି କାହିଁକି ଆଜି କହୁଛୁ ଯେ? କ'ଣ ହେଇଛି ତୋର? ତତେ କିଏ କ'ଣ କହିଛି କି? ମିଲନ ମିତ୍ରା କଥାର ଉତ୍ତର ଦେଇ କହିଲା, ନାଇଁ ମିତ୍ରା, ମୋର କିଛି ହୋଇନାହିଁ କି ମୋତେ କେହି କିଛି କହିନାହାନ୍ତି। ବରଂ ତତେ ମୁଁ ଯାହା ପଚାରୁଛି ତୁ ସତ କହ, ବାସ୍ ଥରୁଟେ ସତ କହ। ମିତ୍ରା ବି ବୁଝିପାରୁ ନଥିଲା କି ଉତ୍ତର ଦେବ ମିଲନ ପ୍ରଶ୍ନର। କାରଣ ସେ ତ ଜାଣି ଜାଣି ଏସବୁ କରିଛି କେବଳ ମିଲନକୁ ଭଲ ପାଇବା ଆଶାରେ। ତେଣୁ କେମିତି କହିବ ଆଜି ମନ ଖୋଲି? ଏମିତି ଭାବି ଯେତିକି ଚିନ୍ତିତ ହେଉଥିଲା, ହୃତ୍ସ୍ପନ୍ଦନ ତାର ସେତିକି ପ୍ରଖର ହେଉଥିଲା। ତଥାପି ସେ ନିଜ ମନରେ ସାହସ ଜୁଟେଇ ମିଲନକୁ କହିଲା, ନାଇଁ ମିଲୁ, ମୁଁ କିଛି ଉଦ୍ଦେଶ୍ୟ ରଖି ଏସବୁ କରିନାହିଁ। ବରଂ ତୋତେ ଭଲ ବାଟକୁ ଆଣିବା ପାଇଁ ଏପରି କରିଥିଲି। ଆଉ ତୋ ଭଲ ପାଇଁ କରିଥିଲି, ବାସ୍, ଆଉ କିଛି ନୁହେଁ। ଏବେ ବୋଧେ ମୋ କର୍ତ୍ତବ୍ୟ ସମାପ୍ତ ହୋଇସାରିଛି। ୟା ପରଠାରୁ ତୋ ଭବିଷ୍ୟତ ତୋ ହାତରେ। ମିଲନ କହିଲା, ନାଇଁ, ତୋ କର୍ତ୍ତବ୍ୟ ଏ ପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ବିନେ ଯେ ମୋ ଜୀବନରେ ଏବେଠାରୁ ତୋର ପ୍ରକୃତ କର୍ତ୍ତବ୍ୟ ଆରମ୍ଭ ହେଲା ବୋଲି। ମିତ୍ରା କହିଲା, ମୁଁ କିଛି ବୁଝିପାରିଲି ନାହିଁ ମିଲୁ। ମିଲନ କହିଲା, ଠିକ୍ ଅଛି ମିତ୍ରା, ତୁ ଯଦି ନିଜେ କହୁଛୁ ମୋ ଭଲ ପାଇଁ କରିଥିଲୁ ବୋଲି, ତେବେ ମୋର ଗୋଟେ ଛୋଟିଆ ଅନୁରୋଧ ରଖିବୁ। ମୋତେ ତୋ ହୃଦୟରେ ଜାଗା ଟିକେ ଦେଇପାରିବୁ? ତୋ ହାତରେ ହାତ ଛନ୍ଦି ତୋ ପାଦରେ ପାଦ ମିଶେଇ ତୋ ସାଥିରେ ସାରା ଜୀବନ ବାଟ ଚାଲିବା ପାଇଁ ମୋତେ ଅଧିକାର ଦେଇପାରିବୁ? ମୋର ଏ ଅସମ୍ପୂର୍ଣ୍ଣ ଜୀବନକୁ ପୂର୍ଣ୍ଣ କରିପାରିବୁ? କହ ମିତ୍ରା, ଏତିକି କରିପାରିବୁ ମୋ ପାଇଁ? ମୁଁ ଆଉ ତତେ କିଛି ମାଗୁନାହିଁ, ବାସ୍ ଏତିକି ଅଧିକାର ମାଗୁଛି। କାରଣ ମୁଁ ବି ଗୋଟେ ମଣିଷ ମିତ୍ରା। ମୋର ବି ମନ ଅଛି, ମୁଁ ବି ଅନୁଭବ କରିପାରେ। ତେଣୁ ବହୁ ଦିନ ହବ ସାଇତି ରଖିଥିବା ଛାତି ତଳର ଯନ୍ତ୍ରଣାକୁ ଆଜି ତୋ ଆଗରେ ପ୍ରକାଶ କରିଦେଲି। ତୁ ମୋ କଥା ରଖିବୁ କି ନାହିଁ ତୋ ଉପରେ ନିର୍ଭର କରେ। କିନ୍ତୁ ମୁଁ ତତେ ବହୁତ ଭଲ ପାଏ ମିତ୍ରା, ବହୁତ ଭଲ ପାଏ। ଆଉ ତୋରି ଆଖିରେ ମୁଁ ପୁରା ଦୁନିଆ ଦେଖିବାକୁ ଚାହେଁ। ଆଇ ଲଭ୍ ୟୁ ସୋ ମଚ୍ ମିତ୍ରା, ଆଇ ଲଭ୍ ୟୁ ସୋ ମଚ୍। ମିଲନ ଗୋଟେ ନିଶ୍ୱାସରେ ସବୁ କଥା କହିଗଲା। ତାପରେ ମୁହଁ ଟେକି ମିତ୍ରାକୁ ଅନେଇଲା। ଭାବୁଥିଲା ହୁଏତ ମିତ୍ରା ତା ଜାଗାରୁ ଉଠିପଡ଼ି ଗୋଟେ ଶକ୍ତ ଚାପୁଡ଼ା ଲଗାଇ ଦେବ କି କ'ଣ। ଭୟରେ ତା ଦେହ ହାତ ଥରୁଥିଲା। ମିତ୍ରା ଏକଦମ ନୀରବ ନିଶ୍ଚଳ ହୋଇ ବସିଛି। ଆଖି ଦୁଇଟି ତାର ଲୁହରେ ଛଳ ଛଳ ହୋଇ ସାରିଲାଣି। ମିଲନ କହିଲା, ଏ ମିତ୍ରା, ମୋ କଥା ଯଦି ତତେ ଖରାପ ଲାଗିଛି ତାହେଲେ ସରି। କିନ୍ତୁ ତୁ ଏମିତି କାନ୍ଦେ ନାହିଁ, ମୋତେ ଭଲ ଲାଗୁନାହିଁ। ମିତ୍ରା କାନରେ ଆଉ ମିଲନର କଥା କିଛି ପଶୁନଥିଲା। ବହୁଦିନ ପୂର୍ବେ ମନୋଜ ବାବୁ ତାକୁ ମିଲନ ବିଷୟରେ କହିଥିବା କଥାଗୁଡ଼ା ତାକୁ ଯେମିତି ଆକ୍ଷେପ କରି ହସୁଥିଲା। କିନ୍ତୁ ସବୁ ପରେ ବି ସେ ତ ମିଲନକୁ ମନ ପ୍ରାଣ ଦେଇ ଭଲ ପାଏ। ତାହେଲେ ଏତେ ଦ୍ୱନ୍ଦ୍ୱ କାହିଁକି? ମିତ୍ରା ଉଠିପଡ଼ି ଛିଡ଼ା ହେଲା। ମିଲନ ମାଡ଼ ଖାଇବା ଭୟରେ ଆଖି ବି ବନ୍ଦ କରିସାରିଥିଲା। କିନ୍ତୁ କାହାର ସୁରକ୍ଷିତ ବନ୍ଧନରେ ତା ଆଖି ମୁଦିତରୁ ମୁକ୍ତ ହେଲା। ମିତ୍ରା ତାକୁ କୁଣ୍ଢାଇ ଧରିଥିଲା ଆଉ ବୁହାଇ ଚାଲିଥିଲା ଅସରନ୍ତି ଲୁହ।
ମିତ୍ରା ପାଟି ଖୋଲି କହିବାର ଆବଶ୍ୟକତା ନଥିଲା। ମିଲନ ତାର ଆବିଳତା ଦେଖି ସବୁ କିଛି ବୁଝି ସାରିଥିଲା। ତା କପାଳରେ ଆଙ୍କିଦେଲା ଏକ ପ୍ରଣୟପୂର୍ଣ୍ଣ ଚୁମ୍ବନ। ମିତ୍ରା ମିଲନକୁ ଜାବୁଡ଼ି ଧରି କୋହଭରା କଣ୍ଠରେ କହିଲା, ମିଲୁ, ମୁଁ ତ ତତେ କେବେଠାରୁ ମୋର ବୋଲି ଭାବି ନେଇଥିଲି। କେବଳ ଏଇ ଦିନକୁ ଅପେକ୍ଷା କରିଥିଲି ଯେବେ ତୁ ମୋତେ ତୋର ବୋଲି ଭାବିବୁ। କିନ୍ତୁ ତୁ ଏତେ ଡେରି କାହିଁକି କରିଲୁ ମିଲୁ? ମୋ ଉପରେ ତୋର ବିଶ୍ୱାସ ନଥିଲା ନା ମୋ ପ୍ରେମ ତୋ ହୃଦୟରେ ପହଞ୍ଚି ପାରୁନଥିଲା? ସତରେ ବହୁତ କଷ୍ଟ ଦେଇ ସାରିଲୁଣି ତୁ ମୋତେ। ତୋ ପ୍ରେମ ଟିକକ ପାଇବା ଆଶାରେ ମୁଁ ଜଳି ଚାଲିଥିଲି ଏବେ ବି। କିନ୍ତୁ ମୁଁ ଏବେ ବହୁତ ଖୁସି ମିଲୁ। ମୁଁ ବହୁତ ଭାଗ୍ୟବତୀ। ମୋ ପ୍ରେମ ଆଜି ମୋ ପାଖରେ ପହଞ୍ଚି ଯାଇଛି। ଆଉ କିଛି ଦରକାର ନାହିଁ ରେ ମୋର। ଟଙ୍କା ପଇସା ସୁନା ରୂପା କିଛି ବି ଦରକାର ନାହିଁ। ଜୀବନର ଶେଷ ଯାଏଁ ଆଉ 7 ଜନ୍ମର ଅନ୍ତ ଯାଏଁ ମୋ ସାଙ୍ଗ ସାଥୀ ସ୍ୱାମୀ ସବୁ ରୂପରେ ତତେ ହିଁ ପାଇବା ପାଇଁ ଚାହେଁ। ମିଲନ କୋଳେଇ ନେଲା ମିତ୍ରାକୁ ଖୁବ୍ ଦୃଢ଼ ଭାବରେ। ତା ପିଠିକୁ ଥାପୁଡ଼େଇ ଦେଇ ଆଖିରୁ ଲୁହ ପୋଛିଦେଲା। ମିଲନର ଛାତିରେ ମୁହଁ ଜାକି ହୃଦୟ ତଳର ଯନ୍ତ୍ରଣା ସବୁକୁ ବୁହାଇ ଦେବା ପରେ ମିତ୍ରା ଟିକେ ଶାନ୍ତ ହୋଇ ଆସିଲା। ମିଲନ କହିଲା, ମିତ୍ରା, ବହୁ ଦିନରୁ ଖୋଜି ବୁଲୁଥିବା ଶେଷ ଅସ୍ତ୍ରଟିର ସନ୍ଧାନ ଶେଷରେ ମୁଁ ପାଇଗଲି। ମୋତେ ତ ଲାଗୁଛି ସେ ଅସ୍ତ୍ରଟା ତୁ ବୋଧେ। ମିତ୍ରା କହିଲା। ମିଲନର ନାକକୁ ଟାଣି ଆଣି, ହେଇ ଯା, ମୁଁ କାହିଁକି ହେବି ଯେ? ମିଲନ କହିଲା, ପ୍ରେମ ତ ସେଇ ସପ୍ତମ ଅସ୍ତ୍ରଟେ ନା। ଆଉ ମୋ ପାଇଁ ତ ପ୍ରେମର ସଂଜ୍ଞା କେବଳ ଆଉ କେବଳ ତୁ। ତୋ ପାଖରେ ହିଁ ମୋର ସବୁ ଖୁସି ଆଉ ସବୁ ଶାନ୍ତି। ସେଥିପାଇଁ ତ ପ୍ରେମ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଓହୋ, ମୋତେ କ'ଣ କିଛି କମ୍ କଷ୍ଟ କରିବା ପାଇଁ ପଡ଼ିଛି ତାକୁ ପାଇବା ଲାଗି? ମୋ ପାଖରେ ହିଁ ସେ ଥିଲା, କିନ୍ତୁ ମୁଁ ମୂର୍ଖ ବୁଝିପାରୁ ନଥିଲି। ମିତ୍ରା ମିଲନର ବଳିଷ୍ଠ ବାହୁରେ ନିଜକୁ ହଜେଇ ଦେଇ କହିଲା, ସତେ ନା କ'ଣ? ମିଲନ କହିଲା, ନୁହେଁ ତ ଆଉ କ'ଣ। ସେଦିନ ସାରା ମିଲନ ଆଉ ମିତ୍ରା ଦୁହେଁ ବହୁତ ବୁଲାବୁଲି କରିଲେ। ମିଲନ ମିତ୍ରାର ସବୁ ପ୍ରିୟ ଖାଦ୍ୟ ତାକୁ ଖୁଆଇଲା ଆଉ ତା ପାଇଁ ହଳେ ପାଉଁଜି କିଣିଦେଲା। ମିତ୍ରା କହିଲା, ଏବେ ଦେଖୁଛୁ ଟଙ୍କା ପଇସା ଅଭାବ, ପୁଣି ସେଥିରେ ପାଉଁଜି କିଣିବା କ'ଣ ନିହାତି ଦରକାର ଥିଲା? ମିଲନ କହିଲା, ହଁ, ଦରକାର ଥିଲା ମୋ ଗେହ୍ଲି ପାଇଁ। ଆଉ ଗୋଟେ ବଢ଼ିଆ କଥା କହିବାର ଅଛି ମୋର। ଯୁକ୍ତ 2ରେ ମୁଁ ଜିଲ୍ଲାରେ ପ୍ରଥମ ହୋଇଥିଲି ଆଉ ରାଜ୍ୟରେ ଶ୍ରେଷ୍ଠ 10 ଜଣ ପିଲାଙ୍କ ଭିତରେ ରହିଥିଲି ବୋଲି ପୁରସ୍କାର ସ୍ୱରୂପ ମୋତେ ଗତକାଲି 4 ଲକ୍ଷ ଟଙ୍କା ମିଳିଛି। ମୋ ପଢ଼ା ପାଇଁ ଆଉ ଲୋନ୍ କରିବାକୁ ହେବ ନାହିଁ। ମିତ୍ରା କହିଲା, ଆରେ ଏ ତ ବଢ଼ିଆ କଥା। ଯାହା ହେଉ ଭଗବାନଙ୍କ କୃପାରୁ ଅର୍ଥ ସମସ୍ୟାର ସମାଧାନ ହୋଇଗଲା। କିନ୍ତୁ ବର୍ଷେ ହୋଇଗଲାଣି ତୁ ପଇସା ଆଣୁଥିଲୁ କେଉଁଠୁ? ମୁଁ ତ ସୋନା ପାଠପଢ଼ା ପାଇଁ ଗୋଟେ ଲୋନ୍ କରିଦେଇଥିଲି। ସେଇଥିପାଇଁ ମୋ ଦରମାରୁ ଟଙ୍କା ମାସକୁ ମାସ କଟାଯାଏ। ସେଥିପାଇଁ ଅଳ୍ପ ଟଙ୍କା ମୁଁ ତୋ ପାଖକୁ ପଠଉଥିଲି। ମିଲନ କହିଲା, ମୁଁ ପାଠପଢ଼ା ସହ ଗୋଟେ ପାର୍ଟ ଟାଇମ୍ ଚାକିରି ବି କରୁଥିଲି। ସେଥିରୁ ଯାହା ମିଳୁଥିଲା ରଖୁଥିଲି, ଦରକାର ବେଳେ ଦେଉଥିଲି। ମିତ୍ରା କହିଲା, କାଇଁ କହିନଥିଲୁ ତ ଏକଥା? ଆଉ କହିବୁ ନାହିଁ ଏବେ, ବୁଝିଲୁ ତ? ମିଲନ କହିଲା, ତୁ ମନ ଦୁଃଖ କରିବୁ ବୋଲି ମୁଁ କହିନଥିଲି। ଏମିତିରେ ବି ମୁଁ କହିଥିଲେ ତୁ ମୋତେ ମନା କରିଥାନ୍ତୁ। କିନ୍ତୁ ଏବେ ଆଉ କରିବି ନାହିଁ। ପାଠପଢ଼ାରେ ମନୋନିବେଶ କରିବି। ସତ। କଥାବାର୍ତ୍ତା ଭିତରେ ସମୟ କୁଆଡ଼େ ଚାଲିଗଲା ଜଣା ବି ପଡ଼ିଲା ନାହିଁ। ପୁଣି ବିଦାୟର ସେଇ ଦୁଃଖଦ ମୁହୂର୍ତ୍ତ ଆସି ପହଞ୍ଚିଗଲା। ପରସ୍ପରକୁ କୋଳେଇ ନେବା ପରେ ଖୁବ୍ କାନ୍ଦିଲା ମିତ୍ରା। ମିଲନ କହିଲା, ଏଇ ପାଗେଳି, ଏମିତି କନ୍ଦାକଟା କରେ ନାହିଁ। ତୁ ଯଦି ମନ ଦୁଃଖ କରିବୁ ମୁଁ କେମିତି ଖୁସିରେ ରହିବି ଯେ? ମୋର ତ ସର୍ବସ୍ୱ ତୁ। ମୋ ପରୀକ୍ଷା ସରିଲେ ମୁଁ ପୁଣି ଆସିବି ତୋ ପାଖକୁ, ହେଲା ତ? କିନ୍ତୁ ମୁଁ ସତରେ ତୋ ପ୍ରେମ ପାଇବା ପାଇଁ ଯୋଗ୍ୟ ନୁହେଁ। ତୋ ଭାବ ବିହ୍ୱଳତା ଆଗରେ ମୋ ପ୍ରେମ ମୋତେ ଫିକା ଫିକା ଲାଗୁଛି। ମିତ୍ରା କହିଲା, ସେମିତି କହିବୁନି। ଦେଖେ, ବାହାରକୁ ଦେଖାଯାଉନଥିବା ଆବେଗ ବି ଦୃଢ଼ ପ୍ରେମର ସୂଚନା ଅଟେ, ବୁଝିଲୁ? କିଛି ଖୁସି ଆଉ ଦୁଃଖର ମୁହୂର୍ତ୍ତକୁ ହାତ ପାପୁଲିରେ ସାଉଁଟି ଧରି ଦୁଇଜଣ ଫେରିଗଲେ ନିଜ କର୍ମକ୍ଷେତ୍ରକୁ। ଦିନ ପରେ ଦିନ ବିତି ଚାଲିଥିଲା। ସମୟ କେବେ କାହାକୁ ଅପେକ୍ଷା କରିଛି ନା କେବେ କରିବ? ସେ ତ ଅବିରତ ଭାବରେ ବିନା ବିଶ୍ରାମରେ ବହି ଚାଲିଥିବ। ଦୂରରେ ଥାଇ ବି ସେମାନଙ୍କର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେଉଥିଲା। ସୁବିଧା ସୁଯୋଗ ଦେଖି ଦୁଇଜଣ କିଛି ସମୟ ପରସ୍ପର ସହିତ ଅତିବାହିତ କରୁଥିଲେ। ତା ସହିତ ଭବିଷ୍ୟତ ପାଇଁ କିଛି ଯୋଜନା ମଧ୍ୟ କରୁଥିଲେ। ମିଲନର 2 ବର୍ଷ ସରି ତୃତୀୟ ବର୍ଷର ପଢ଼ା ଚାଲିଥିଲା। ଏପଟେ କିନ୍ତୁ ମନୋଜ ବାବୁ ଅଧୈର୍ଯ୍ୟ ହୋଇପଡ଼ିଲେଣି ମିତ୍ରାକୁ ବାହାଘର ବିଷୟରେ କହି କହି। ମିତ୍ରା ଶୁଣିବା ପାଇଁ ହିଁ ଚାହୁଁନାହିଁ। ବର୍ଷେ, ମାସେ, ସପ୍ତାହ ଏମିତି କେବଳ ସମୟ ପରେ ସମୟ ମାଗି ଚାଲିଛି। ବିବାହ ବୟସ ତାର ଗଡ଼ି ଗଡ଼ି ଚାଲୁଛି। ବେଶୀ ବିଳମ୍ବ ହେଲେ ଆହୁରି ଅସୁବିଧା ଆସିପାରେ। ସେଥିପାଇଁ ମନୋଜ ବାବୁ ମିତ୍ରାକୁ 3-4 ଥର ଘରକୁ ବି ଡାକି ସାରିଲେଣି ସେଇ ବିଷୟରେ ଆଲୋଚନା କରିବା ପାଇଁ। କିନ୍ତୁ ମିତ୍ରା ଠିକ୍ ଜାଣିଛି ମିଲନକୁ ମନୋଜ ବାବୁ କେବେ ବି ପସନ୍ଦ କରନ୍ତି ନାହିଁ।
ମିଲନ କ'ଣ ମିତ୍ରାକୁ ସତରେ ବାହା ହେବ ତାହା ଜାଣିବା ଏହି କାହାଣୀର ଶେଷ ଭାଗରେ। କାହାଣୀ କେମିତି ଲାଗିଲା ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ଆଉ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦେବେ। ହିନ୍ଦୀ ଷ୍ଟୋରି ଚ୍ୟାନେଲରେ ନୂଆ କାହାଣୀ ଅପଲୋଡ଼ ହୋଇଯାଇଛି, ଆପଣମାନେ ଭିଜିଟ୍ କରି କାହାଣୀ ଶୁଣନ୍ତୁ ଆଉ ସବସ୍କ୍ରାଇବ୍ ମଧ୍ୟ କରିବେ ନିଶ୍ଚୟ। ଆଉ ହଁ ସାଙ୍ଗମାନେ, ରହୁଛି, ପୁଣି ଦେଖାହେବ ଏହି କାହାଣୀର ଶେଷ ଭାଗରେ। ନମସ୍କାର, ଜୟ ଜଗନ୍ନାଥ।